ସୁକିନ୍ଦାଗଡ଼ରେ ଇଣ୍ଡେନ୍ ଗ୍ୟାସ୍ ପୂର୍ଣ୍ଣ ଟାଙ୍କି ନେବା ପାଇଁ ଉତ୍ତେଜନା ସୃଷ୍ଟି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼ରେ ଇଣ୍ଡେନ୍ ଗ୍ୟାସ୍ ପୂର୍ଣ୍ଣ ଟାଙ୍କି ନେବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ମଙ୍ଗଳବାର ସକାଳ 9 ଘଟିକା ସମୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ସୁକିନ୍ଦାଗଡ଼ରେ ଇଣ୍ଡେନ୍ ଗ୍ୟାସ୍ ଡିଲର ନେଇଥିବା ବ୍ୟକ୍ତି ପ୍ରମୋଦ କୁମାର ମହାପାତ୍ର ତଥା ମଣ୍ଟୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ସେ ଏବେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ସେ ଆଉ ଗ୍ୟାସ୍ ଟାଙ୍କି ମଗାଉନଥିବାରୁ ସୁକିନ୍ଦାଗଡ଼ ଗ୍ୟାସ୍ ଅଫିସ୍ ଇଣ୍ଡେନ୍ ଗ୍ୟାସ୍ ଅଫିସ୍ ଦୀର୍ଘ ଦିନ ହେବ ବନ୍ଦ ହୋଇ ରହିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଉପଭୋକ୍ତାମାନେ ଗ୍ୟାସ୍ ପୂର୍ଣ୍ଣ ଟାଙ୍କି ନ ପାଇ ଘରୁ ଖାଲି ଟାଙ୍କି ଆଣି ଗ୍ୟାସ୍ ଅଫିସ୍ ନିକଟରୁ ଫେରୁଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକମାନଙ୍କ ସହାୟତାରେ କାମାକ୍ଷାନଗର ଡିଲର ମଙ୍ଗଳବାର ଦିନ ସକାଳ ସମୟରେ 300 ଗ୍ୟାସ୍ ପୂର୍ଣ୍ଣ ଟାଙ୍କି ଆଣି ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ 300ରୁ ଉର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇଯିବାରୁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏଠି ପ୍ରଶ୍ନ ଉଠୁଛି, ଯଦି ସୁକିନ୍ଦାଗଡ଼ରେ ଇଣ୍ଡେନ୍ ଗ୍ୟାସ୍ ଡିଲର ନେଇଥିବା ପ୍ରମୋଦ କୁମାର ମହାପାତ୍ର ଓରଫ ମଣ୍ଟୁଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନାହିଁ, ତେବେ ସେ ଜୋର ଜବରଦସ୍ତ କାହିଁକି ତାଙ୍କ ନାମରେ ଡିଲରଟିକୁ ରଖି ସ୍ଥାନୀୟ ଲୋକମାନଙ୍କୁ ହଇରାଣ କରୁଛନ୍ତି? ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଟେଣ୍ଡର କରି ଅନ୍ୟ ବ୍ୟକ୍ତିଙ୍କ ନାମରେ ଇଣ୍ଡେନ୍ ଗ୍ୟାସ୍ ଡିଲର କରାଇଲେ ସ୍ଥାନୀୟ ଲୋକ ଉପକୃତ ହୋଇପାରନ୍ତେ। ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ କି ଡିଲରମାନେ ସରକାରୀ ନିୟମକୁ ଅନୁଯାୟୀ ଗ୍ୟାସ୍ ଟାଙ୍କି ଉପଭୋକ୍ତାଙ୍କ ଘରେ ଗ୍ୟାସ୍ ଟାଙ୍କି ନ ଦେଇ ଅଧିକ ଟଙ୍କା ଠକି ନେଉଥିବା ଅଭିଯୋଗ ମଧ୍ୟ ହୋଇଛି। ମୋ ନାଁ ବିଜୟ କୁମାର ମହାନ୍ତ, କ'ଣ କହିବା, ଘର କୋଉଠି? ସାନ୍ତରାପୁର। କ'ଣ କହିବେ, ଆପଣ ଆଜି ଗ୍ୟାସ୍ ଟାଙ୍କି ନେଇକି ଆସିଛନ୍ତି, ଖାଲି ଟାଙ୍କି ଆଉ ଆସିକି ଫେରୁଛନ୍ତି, କ'ଣ କହିବେ? କ'ଣ କହିବୁ, ଏଇ ତ ଟାଙ୍କି ଧରିକି ଆଇଥିଲୁ, ସେ ତ ଆଣିଛି ଗୋଟେ ଗାଡ଼ି ଟାଙ୍କି ଗାଡ଼ି ଆଣିଛି। ଆମେ ଦେଖିଲା ବେଳକୁ ଲୋକ ତାର ଡବଲ ଲୋକ, ଆଉ ସେଠି କେଉଁଠି ଆଉ କିଏ ଆଣିକି ଆସିଥିଲା ଗ୍ୟାସ୍? ଗ୍ୟାସ୍ ତ ସେ କେଉଁଠୁ କୁଆଡ଼ୁ ଆଣୁଛନ୍ତି, ସିଆଡ଼ୁ କୁଆଡ଼ୁ ଆଣୁଛନ୍ତି, କାମାକ୍ଷାରୁ ଆସୁଛି। କାମାକ୍ଷାରୁ। ଆଚ୍ଛା, କ'ଣ କହିବେ, ସରକାରଙ୍କୁ କ'ଣ ଅନୁରୋଧ କରିବେ? କ'ଣ କହିବୁ, ଆମକୁ ଏମିତି ଆମ ଏଠି ଗୋଟେ କ'ଣ ସରକାରଙ୍କୁ କ'ଣ ଅନୁରୋଧ କରିବେ? ଅନୁରୋଧ ଏତିକି, ଆମ ସୁବିଧାରେ ଯଦି ସେମିତି କିଛି ଗୋଟେ ହେଉନ୍ତା, ସୁବିଧା ଟିକେ କରନ୍ତେ, ଯଦି ଆମେ ଏଇଠି ଟିକେ ଭଲ ପାଇପାରନ୍ତେ। ଆଉ ସେ ସୁକିନ୍ଦା ଡିଲର ତ ତାଙ୍କ ଦେହ ଖରାପ, କ'ଣ କହିବେ ସେ ବାବଦରେ? ଦେହ ଖରାପ ହେଲେ ଆଉ କିଏ ଯଦି ସେମିତି ନେଇପାରିବେ କି କରିପାରିବେ, ସେ କଲେ ବି ଆମେ ଆଉ ଟିକେ ସୁବିଧା ହୁଅନ୍ତା। ଆଉ